ସୁଖ ସମୃଦ୍ଧି ଧନ ବୈଭବ ପ୍ରାପ୍ତ ହୋଇଥାଏ। ସେହିପରି ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ତାଙ୍କର ପ୍ରିୟ ବସ୍ତୁ ଅର୍ପଣ କରିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ତାଙ୍କର ଆର୍ଥିକ ସମସ୍ୟା ଦେଖାଦେଇନଥାଏ। ଚାଲନ୍ତୁ ଜାଣିବା ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ କେଉଁ ଜିନିଷ ଅର୍ପଣ କରିବା ଦ୍ୱାରା ମା ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ପ୍ରଥମ ହେଲା କେଶରର ଭାତ। ଧାର୍ମିକ ମାନ୍ୟତା ଅନୁସାରେ ମାତା ଲକ୍ଷ୍ମୀଙ୍କର ପ୍ରିୟ ହେଉଛି କେଶର ଏବଂ ଭାତ। ଶୁକ୍ରବାର ସନ୍ଧ୍ୟା ସମୟରୁ ମାଙ୍କୁ କେଶର ଭାତ ଅର୍ପଣ କରିବା ଦ୍ୱାରା ତାଙ୍କର କୃପା ପ୍ରାପ୍ତି ହୋଇଥାଏ। ମାଙ୍କର ପୂଜା ଆପଣ ଧଳା ହଳଦିଆ ରଙ୍ଗର ମିଠା ଅର୍ପଣ କରିପାରିବେ। ଏହା ବି ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ। ଦ୍ୱିତୀୟ ହେଲା ପଦ୍ମଫୁଲ। ଆପଣ ସର୍ବଦା ମାତା ଲକ୍ଷ୍ମୀଙ୍କୁ ପଦ୍ମଫୁଲ ଉପରେ ବିରାଜମାନ କରିବା ଆପଣ ଦେଖିଥିବେ। ମା ଲକ୍ଷ୍ମୀଙ୍କର ପ୍ରିୟ ଫୁଲ ହେଉଛି ପଦ୍ମଫୁଲ। ସନ୍ଧ୍ୟା ସମୟରେ ମାଙ୍କୁ